ଗୋଟିଏ ପ୍ରକାଣ୍ଡ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା, ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା। ପୁଣି ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା। ପ୍ରଭୁ ଗୌରବ ପାଆନ୍ତୁ। 7 ଜଣ ଦୂତଙ୍କ ନିକଟରେ 7ଟି ତୁରୀ ଅଛି। ଆଉ ତୁରୀ କହିଲେ ବାକ୍ୟ, ଏହା ଆମେ ଜାଣିଛୁ। ତେବେ ଦ୍ୱିତୀୟ ଦୂତ ତୁରୀ ଧ୍ୱନି କରନ୍ତେ ଯେପରି ଅଗ୍ନି ପ୍ରଜ୍ୱଳିତ ଗୋଟିଏ ପ୍ରକାଣ୍ଡ ପର୍ବତ, ଅର୍ଥାତ୍ ସେ ପର୍ବତ ଅଗ୍ନିରେ ଦଗ୍ଧ ହେଇଛି, ଜଳି ଉଠିଛି, କମ୍ପମାନ ହେଇଛି। ଆଚ୍ଛା ମୋତେ କୁହନ୍ତୁ, କୌଣସି ବସ୍ତୁ ଜଳିଲେ ସେ ବସ୍ତୁ ରୁହେ ନା ନଷ୍ଟ ହେଇଯାଏ? ନଷ୍ଟ ହେଇଯାଏ। ତ ସେ ନଷ୍ଟ ହେଉଛି, ଆଉ ନଷ୍ଟ ହେବା ସହିତ ତାକୁ ଆଣିକି ସମୁଦ୍ରରେ ନିକ୍ଷିପ୍ତ କରାଯାଉଛି। ଯେତେବେଳେ ସମୁଦ୍ରରେ ପକାଇ ଦିଆଗଲା, ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ବି ରକ୍ତମୟ ହେଇଗଲା। ଆଉ ଆପଣମାନେ ଜାଣନ୍ତି ଯେ ଆଜିର ସମୟରେ ଆମେ ଟିକେ ବୁଝିବା ସହଜ ହେଉଛି। ଆଗ ସମୟରେ ୟାକୁ ଟିକେ କଷ୍ଟକର ହେଉଥିଲା। ଏବେ ତ ଆମେ ଆମ ସାମ୍ନାରେ ସୁନାମିକୁ ଦେଖିଛୁ, ବାତ୍ୟା ଗୁଡ଼ିକୁ ଦେଖୁଛୁ ଆମେ। ଆଉ ରକ୍ତପାତ କହିବାର ଅର୍ଥ ହେଉଛି, ଯଦି କୌଣସି ଜୀବଜନ୍ତୁ ଅଛନ୍ତି ତାହେଲେ ଜୀବଜନ୍ତୁ ନଷ୍ଟ ବି ହେଉଛନ୍ତି। ପ୍ରଳୟ ଆସିଲେ ସମସ୍ୟା ଉପୁଜେ, ଆଉ ସମୁଦ୍ର ଗର୍ଭ ଭିତରେ ଅନେକ ଜୀବଜନ୍ତୁମାନେ ନଷ୍ଟ ହୁଅନ୍ତି। ଲେଖାଯାଏ ଯେ ପ୍ରକାଣ୍ଡ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା। ଇଏ ସାଧାରଣ ପର୍ବତ ନୁହେଁ, ଲେଖାଯାଏ ପ୍ରକାଣ୍ଡ ପର୍ବତ। ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହେଇଗଲା। କେତେ ରକ୍ତମୟ ହେଇଗଲା? ତୃତୀୟାଂଶ। ଆପଣମାନେ ଧ୍ୟାନ ଦେଇଥିବେ, ପ୍ରଥମ ତୁରୀ ଯେତେବେଳେ ବାଜିଥିଲା ସେତେବେଳେ ମଧ୍ୟ ଏପରି କିଛି ହେଇଥିଲା। ସେତେବେଳେ ଆମେ ପାଠ କରିଥିଲେ ବୃକ୍ଷ ସମୂହର ତୃତୀୟାଂଶ ନଷ୍ଟ ହେଉଛି ବା ଦଗ୍ଧ ହେଉଛି। ଏଠି ଆମେ ଦେଖୁଛେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହେଇଗଲା। ଆପଣମାନେ ଜଳ ରକ୍ତମୟ ହେଲା କହିଲେ ନିହାତି ମନେ ପକାଉଥିବେ ମଉସାଙ୍କୁ ଆଉ ଫାରୋଙ୍କୁ। ନୀଳ ନଦୀ କେମିତି ରକ୍ତରେ ପୂର୍ଣ୍ଣ ହେଉଛି। ଦିନେ ନଦୀ ପୂର୍ଣ୍ଣ ହେଇଥିଲା, ଏଥର ଆମେ ସମୁଦ୍ରକୁ ଦେଖୁଛୁ, ଆଉ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହେଉଛି। ତାହେଲେ କିପରି ଦେଖାଯାଉଥିବ ଆପଣ ଚିନ୍ତା କରନ୍ତୁ। ସମୁଦ୍ର ଚାରିଆଡ଼େ ନୀଳ ସମୁଦ୍ର, ଏଡ଼େ ବଡ଼ ନୀଳ ସମୁଦ୍ରରେ କ'ଣ ଗୋଟେ ଭାଗ ପୁରା ରକ୍ତାକ୍ତ ହେଇଗଲା? ଏତେ ଜୀବ କ'ଣ ତା ଭିତରେ ମାନେ ବିନଷ୍ଟ ହେଲେ? 9 ପଦ ଲେଖାଯାଏ, ପୁଣି ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ। ଅର୍ଥାତ୍ ସମୁଦ୍ର ଭିତରେ ଯେତେ ପ୍ରକାର ଜୀବ ଥିଲେ ସେ ଭିତରେ 1/3 କ'ଣ କରୁଛନ୍ତି ନା ଡେଥ୍ କରୁଛନ୍ତି, ଆଉ ସେମାନଙ୍କ ରକ୍ତ ଚାରିଆଡ଼େ ଖେଳେଇ ହେଇଯାଉଛି। 1/3 ଜଳ ରକ୍ତମୟ ହେଇଯାଉଛି। ପୁଣି ଲେଖାଯାଏ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା। କାରଣ ସମୁଦ୍ରରେ ନାବିକମାନେ ଅଛନ୍ତି, ଜାହାଜ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାତ୍ରୀମାନଙ୍କୁ ନେବା ଆଣିବା କରୁଛି। ଯେଉଁ ଜାହାଜ ଗୁଡ଼ିକ ଅଛି ସେ ଜାହାଜ ମଧ୍ୟ ନଷ୍ଟ ହେଉଛି। ଆଉ ଇଏ ପରମେଶ୍ୱରଙ୍କ ନ୍ୟାୟର ଦିନକୁ ଦେଖାଉଛି। ପରମେଶ୍ୱର ଦଣ୍ଡ ଦେଉଛନ୍ତି ଜଗତକୁ। ଏହା ପନିଶମେଣ୍ଟ ହେଉଛି ଜଗତ ନିମନ୍ତେ। କେତେଜଣ ମୋ ସହିତ ଅଛନ୍ତି? ଠିକ୍, ଚାଲନ୍ତୁ ମିଶି କହିବା ପ୍ରେଜ୍ ୟା। ତେବେ କ'ଣ ପ୍ରକୃତରେ ଦ୍ୱିତୀୟ ଦୂତ ତୁରୀ ଧ୍ୱନି କରନ୍ତେ ଏହିପରି ଯେଉଁ ଆକ୍ଷରିକ ଭାବରେ ଅଛି କ'ଣ ହେବ? ହେଇପାରେ, ନିଶ୍ଚୟ, କାହିଁକି ନ ହେବ? ଆଉ ଗୋଟିଏ ବିରାଟ ପ୍ରକାଣ୍ଡ ପର୍ବତକୁ ସମୁଦ୍ର ନିକ୍ଷେପ କରାଯାଉଛି। ୟାର ଅର୍ଥ ଗୋଟେ ଆଇସଲ୍ୟାଣ୍ଡ, ପାହାଡ଼ ର ଆଇସଲ୍ୟାଣ୍ଡ, ହୁଏତ ତା ତଳେ ଲାଭାର ଉଦ୍ଗୀରଣ ହେବ ଆଉ ସେ ଖସି ପଡ଼ିବ। ସେତେବେଳେ ଜୀବମାନେ ବିନଷ୍ଟ ହେଉଛନ୍ତି, ନଷ୍ଟ ହେଇଯାଉଛନ୍ତି। ଆମେ ଦେଖୁଛୁ କ୍ଲାଇମେଟ୍ ଧୀରେ ଧୀରେ ପରିବର୍ତ୍ତନ ହେଉଛି, ଆଉ ଭୂସ୍ଥାନ ସ୍ଖଳିତ ହେବ, ମହାଭୂକମ୍ପ ହେବ। ତାହେଲେ ଏହା ତ ସମ୍ଭବ ଅଟେ, ଏଥିରେ କୌଣସି ଅସମ୍ଭବର କଥା ତ ନାହିଁ। ହେଇପାରେ, କିନ୍ତୁ ପୁରା 1/3 ଜଳକୁ ରକ୍ତମୟ କରିବା, ଆଉ ଇଏ ବି ସମୁଦ୍ରର ପାଣି ଅଟେ, ଅକାତ ସମୁଦ୍ର ଅଟେ। ଆଉ ସେଥିରେ ପୁଣି ଲେଖାଗଲା ଯେ
केवल ताहा विनाश हो नाही ता सहित जहाजर 1/3 जहा अछि सेगुड़िक भी नष्ट होउछि आ जीव माने मध्य 1/3 मरुछथि जीव मरुछि जहाज भी नष्ट होउछि अर्थात परमेश्वर जो प्रकार सृष्टि करथिले से सृष्टिर किछि किछि अंश से धीरे धीरे एबे नाश करिवार लागिछथि आदि पुस्तक क्रिएशन कथा अछि उत्पत्तिर कथा अछि एबे विनाशर कथा चलीछि तेबे मु बेसी समय नेबेनी मु आपनको सीधा पॉइंट टू पॉइंट रखिबा को प्रयास करिवि यार आत्मिक अर्थ कोन प्रकृत रे जेमति लेखा अछि ताहा बुझाए पहाड़ काहा को बुझौछि के मते कहिबे पहाड़ काहा को सुचाए पर्वत काहा को सुचाए समस्या को बा किंगडम भी हे परिबो जगत भी हे परिबो प्रार्थना कले समुद्र मध्य निक्षेप करा जाई परिबो काहा को आपणकर जदि विश्वास सोर्ष दाना परी अछि ताले पहाड़ को जाई कह जाई कि समुद्र रे पड़ ताले समुद्र रे पड़िबो एले कहिबार अर्थ एठी गोटे विराट समुद्र मध्य रे गोटे प्रकांड पर्वत को पकेवा परी विश्वास कोणा मानकर अछि आ सेठी गोटे विराट समस्यार समाधान कथा आम देखुचे तो पहाड़ समस्या को देखौचे ठीक अच्छे आम गोटे अंश बुझुचु किंतु तार आउरी किछि अर्थ अछि जेमती एबे आम शुणिले जे ताहा किंगडम को भी सूचई पारे यदि किंगडम को सूचेब ताले को किंगडम दैट इज द क्वेश्चन कहि परिबा यदि पहाड़ एक साम्राज्य हुए ताले को साम्राज्य हेबो के कहि परिबे ट्राए करंतु तो कोई परिबो वर्तमान साम्राज्य अछि प्रभु कर्मी साम्राज्य अछि एठी पर्वत जଳି जाउछि दग्ध होउछि विनाश करुछि तो निश्चय यहाँ परमेश्वर को साम्राज्यर कथा आसुना एटी पड़े आसुछि शैतान जदि शैतान ताले यहाँ काहाकू सूचाए को पहाड़र कथा एटी कुआ जाउछि आसंतु आज आम ताकू खोलिकी देखिबा आम देखिबा प्रथमे ग्रेट माउंटेन बर्निंग विथ फायर द्वितीय आम देखिबा कास्ट इनटू सी ताकू केमती समुद्र निक्षेप करा जाउछि जोथिरे 1/3 पार्ट ऑफ सी बिकम as blood रक्त रे कन्वर्ट होउछि 1/3 क्रिएचर with life dead और 1/3 ships destroyed एई चारिटा विषय को लेकिन आज आम आलोचना करुचे बा करिबा तेबे प्रथम विषय अछि ग्रेट माउंटेन विषय द्वितीय अछि ताकू निक्षेप करा जाउछि समुद्र रे तापरे 1/3 कथा पड़े आसुचे 1/3 जो ब्लड कन्वर्ट होउछि काहेकि होउछि ना सी क्रिएचर माने नष्ट होउछथि तापरे आसुछि 1/3 शिप डिस्ट्रॉय होबार कथा एई चारोटी विषय रे तर्जमा करिबा प्रथमे आमे देखिबा माउंटेन काहाकू देखाए ए पहाड़ बा पर्वत प्रकांड पर्वत काहाकू सूचौछे आमे जानू प्रकाशित वाक्य 17 अध्याय यदि आपण 9-10 देखिबे सेठी सप्त पहाड़र नगरी कथा कुआ जाए तार रोम को सूचाए ये तो गोटे स्पिरिचुअल गोटे कंट्री रो स्वरूप अटे किए से कंट्री कहार स्वरूप को ये देखौछि से खोलंदु मो सहित जिसा भावादी को पुस्तक 2 अध्याय तार 2 पदरु टिके तळकु पाठ करिबा शेष कालरे एरूप घटिबो सदाप्रभुଙ୍କ ଗୃହର ପର୍ବତ ଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତ ଗଣ ଅପେକ୍ଷା ଉଚ୍ଚୀକୃତ ହେବ ଆଉ ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ ତଳକୁ ପୁଣି ଅନେକ ଗୋଷ୍ଠୀ ଯାଉ ଯାଉ କହିବେ ତୁମେମାନେ ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ अर्थात परमेश्वरंकर गृह परमेश्वरंक साम्राज्य गोटे पर्वत अटे
ସିନୟ ପର୍ବତ ପରମେଶ୍ୱରଙ୍କର ସାମ୍ରାଜ୍ୟ ପରମେଶ୍ୱରଙ୍କର ସ୍ଥାନକୁ ଦେଖାଉଛି। ହଁ ଏବେ ତଳକୁ ତହିଁରେ ସେ ଆପଣା ପଥ ଶିକ୍ଷା ଦେବେ ଓ କାହା ବିଷୟ ଗମନ କରିବା। କାହା ବିଷୟ ଶିକ୍ଷା ଦେବେ? ଏଠି ଗୋଟିଏ ପର୍ବତ ଅଛି, ଯେଉଁ ପର୍ବତ କି ପରମେଶ୍ୱରଙ୍କ ଗୃହ ଅଟେ। ପରମେଶ୍ୱରଙ୍କ ଗୃହ ବେଥେଲ ଅଟେ। ପରମେଶ୍ୱରଙ୍କ ଗୃହ ଆପଣମାନେ ଅଟନ୍ତି, କାରଣ ଆପଣମାନଙ୍କ ଭିତରେ ସେ ବାସ କରନ୍ତି। ପରମେଶ୍ୱରଙ୍କ ଗୃହ ମଣ୍ଡଳୀ ଅଟେ, ଯାହା ମଧ୍ୟରେ ସେ ବାସ କରନ୍ତି। ତ ଇଏ ଗୋଟେ ପାହାଡ଼ ଅଟେ। ଆଉ ଦାଉଦ କହୁଛନ୍ତି ମୁଁ ପର୍ବତ ଗଣ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରିବି, ମୋର ସାହାଯ୍ୟ କେଉଁଠୁ ଆସିବ? ମୋର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ, କାରଣ ସଦାପ୍ରଭୁଙ୍କ ଗୃହରେ ସଦାପ୍ରଭୁଙ୍କର ଅନୁଗ୍ରହର anointing ଅଭିଷେକ ନିର୍ଝର ଝରୁଅଛି। ତ ଦାଉଦଙ୍କର ଦୃଷ୍ଟି ପାହାଡ଼ ଉପରେ ପରମେଶ୍ୱରଙ୍କର ବାସସ୍ଥାନରେ ଅଛି। ମୋ ପ୍ରିୟମାନେ, ଏଠି ଆମେ ଦେଖୁଛେ ଯେତେବେଳେ ଲୋକମାନେ ସ୍ରୋତ ତୁଲ୍ୟ ବୋହି ଆସିବେ ତାଙ୍କ ମଣ୍ଡଳୀକୁ, ତାଙ୍କ ପର୍ବତକୁ, ଯେଉଁଠାରେ ଆଶ୍ରୟ ଅଛି, ଯେଉଁଠାରେ ବିଶ୍ରାମ ଅଛି, ଆଉ ଯେତେବେଳେ ସେମାନେ ଆସୁଛନ୍ତି ସେମାନେ କ'ଣ ଦେଖିବେ? ଲେଖାଗଲା ତହିଁରେ ସେ ଆପଣା ପଥ ବିଷୟ ସେମାନଙ୍କୁ ଶିକ୍ଷା ଦିଆଯିବ। ଏ ପଥ କିଏ? ପଥ କିଏ? ପଥ ହେଉଛନ୍ତି ଖ୍ରୀଷ୍ଟ। ତମମାନଙ୍କୁ କାହା ବିଷୟ ଶିକ୍ଷା ଦିଆଯିବ? ଲେଖାଯାଏ ଖ୍ରୀଷ୍ଟଙ୍କ ବିଷୟ ଶିକ୍ଷା ଦିଆଯିବ। ତା ତଳକୁ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା, କାରଣ ସିଓନ ଠାରୁ ବ୍ୟବସ୍ଥା ଓ ଜେରୁସାଲେମ ଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। ପୁଣି ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ। ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ, ଆପଣା ବର୍ଷ ଭାଙ୍ଗି ତା ନିର୍ମାଣ କରିବେ। ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୋଧରେ ଖଡ୍ଗ ଉଠାଇବେ ନାହିଁ, କେବଳ ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। କାରଣ ସଦାପ୍ରଭୁଙ୍କର ଯେତେବେଳେ ଗଡ଼ ତିଆରି ହେଇଯାଉଛି, ସଦାପ୍ରଭୁଙ୍କର ପର୍ବତ ଯେତେବେଳେ ଷ୍ଟାଣ୍ଡ ହେଉଛି, ତାଙ୍କ ସମ୍ମୁଖରେ ଆଉ କେହି ଠିଆ ହେଇପାରୁନାହାନ୍ତି। ତ ଏଠି ଆମେ ଦେଖୁଛେ ପର୍ବତ କହିଲେ ପରମେଶ୍ୱରଙ୍କ ଗୃହକୁ ଦେଖାଉଛି। ତାହେଲେ ନିଶ୍ଚୟ ଜଗତରେ ବି ଗୋଟିଏ ପର୍ବତ ଅଛି, ଆଉ ସେ ପର୍ବତ ଶୈତାନର ଗୃହକୁ ଦେଖେଇବ। ଶୈତାନର ବି ଗୋଟେ ନଗରୀ ଅଛି, ଗୋଟେ କିଙ୍ଗଡମ୍ ଅଛି, ସାମ୍ରାଜ୍ୟ ଅଛି। ଯେମିତି ପରମେଶ୍ୱରଙ୍କର ସାମ୍ରାଜ୍ୟ ଅଛି, ଏ ମାଉଣ୍ଟେନ୍ ଗୋଟେ ସାମ୍ରାଜ୍ୟକୁ ଦେଖାଉଛି, ତାଙ୍କ ଗୃହକୁ ଦେଖାଉଛି, ପରମେଶ୍ୱରଙ୍କର ବାସସ୍ଥାନକୁ ଦେଖାଉଛି। ସେମିତି ଶୈତାନର ବି ଗୋଟେ ବାସସ୍ଥାନ ଅଛି, ତା ଗୃହ ଅଛି। ଚାଲନ୍ତୁ ଦେଖିବା ଯେରେମିୟ ତାର 51 ଅଧ୍ୟାୟ ଟିକେ 25 ପଦ ପଢ଼ନ୍ତୁ। ହେ ବିନାଶକ ପର୍ବତ, ତୁମେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ। ସଦାପ୍ରଭୁ କହନ୍ତି, ଦେଖ ଆମେ ତୁମ୍ଭର ବିପକ୍ଷ ଅଟୁ, ଆଉ ଆମେ ତୁମ ବିରୋଧରେ ଆପଣା ହସ୍ତ ବିସ୍ତାର କରିବା ଓ ଶୈଳରୁ ତୁମ୍ଭକୁ ଗଳାଇ ପକାଇ ଏକ ଦଗ୍ଧ ପର୍ବତ କରିବା। ଆପଣ ପ୍ରକାଶିତ 8 ଅଧ୍ୟାୟର 8 ପଦରେ କ'ଣ ପଢ଼ିଥିଲେ? କେମିତିକା ପାହାଡ଼ ବିଷୟ ପଢ଼ିଥିଲେ? ଜଳୁଥିବା ପାହାଡ଼, ପ୍ରକାଣ୍ଡ ପର୍ବତ ଜଳୁଥିଲା ନା? ଟିକେ ପଢ଼ି ଦିଅନ୍ତୁ ଆଉ ଥରେ ପ୍ରକାଶିତ 8ର 8। ହଁ ରହିଯାଆନ୍ତୁ। ଅଗ୍ନି ପ୍ରଜ୍ୱଳିତ ଗୋଟେ ପ୍ରକାଣ୍ଡ ପର୍ବତ, ଦଗ୍ଧ ହେଉଥିବା ପର୍ବତ। ମୋ ପ୍ରିୟମାନେ, 25 ପଦରେ ଆମେ ଦେଖୁଛେ, ହେ ବିନାଶକ ପର୍ବତ, ଯେମିତି ସଦାପ୍ରଭୁଙ୍କର ଗୃହ ଗୋଟିଏ ପର୍ବତ ଅଟେ, ଏଠି ବିନାଶକର ବି ପର୍ବତ ଅଛି। ଇଏ ଜଗତର ଅଧିପତିର ପର୍ବତ ଅଟେ। ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ। ସଦାପ୍ରଭୁ କହନ୍ତି, ଦେଖ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, ଆଉ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଶୈଳରୁ ତୁମ୍ଭକୁ ଗଡ଼ାଇ ପକାଇ ଏକ ଦଗ୍ଧ ପର୍ବତ କରିବା। ମୁଁ କହୁଥିଲି ନା, ଆଇସଲ୍ୟାଣ୍ଡ ଖସିଯିବ, ଗୋଟେ ପାହାଡ଼ ପରି ଆଇସଲ୍ୟାଣ୍ଡ ଖସିଯିବ। ଇଏ ତ ଫିଜିକାଲି ଅଟେ। ସ୍ପିରିଚୁଆଲି କ'ଣ ଅଟେ? ସ୍ପିରିଚୁଆଲି ଗୋଟିଏ ଶୈତାନର ବିନାଶକ ପର୍ବତ ଅଛି, ଆଉ ପରମେଶ୍ୱର କହୁଛନ୍ତି ସେ ପର୍ବତ ଦଗ୍ଧ ହେଇଥିବା ପର୍ବତ। ଆଉ ଯଦି ଆମେ ତାର ଇଂଲିଶରେ ଦେଖୁ, ବର୍ଣ୍ଡ ଆଉଟ୍ ମାଉଣ୍ଟ ବୋଲି ଲେଖାଯାଏ। ହିନ୍ଦୀରେ ବୋଧେ ସୁନ୍ଦର ଲେଖାଯାଇଛି, ଟିକେ ହିନ୍ଦୀରେ କେହି ପଢ଼ିବେ କି? এই খ ଅଂଶକୁ ପଢ଼ନ୍ତୁ।
25 ख अंश यस किए पाइले ख अंश को जदि आम देखा 25 जे पाँच पढ़ी दिखाँ यह वाणी है कि हाँ यहोवा की यह वाणी है कि मैं तेरे विरुद्ध हूँ और हाथ बढ़ाकर तुझे ढांगों पर से लुढ़का दूंगा और जला हुआ पहाड़ बनाऊंगा। जला हुआ पहाड़ दग्धीभूत पर्वत जलुवा पर्वत को से कहते खसई देवी आउ जाकि से समुद्र रे पड़ब ये से विनाशकर पर्वत अटे ताले ये किए अटे को विनाशक पर्वत कथा कह जाउची एक पद पढ़ंतु तार 51 ସଦାସର୍ବା ଏହି କଥା କହନ୍ତି ଦେଖ ଆମ୍ଭେ ବାବେଲ ବିରୁଦ୍ଧରେ ଓ ଲେବ କମାଇ ମୋର ପ୍ରତିରୋଧକାରୀମାନଙ୍କ ଅନ୍ତଃକରଣ ନିବାସୀମାନଙ୍କ ବିରୁଦ୍ଧରେ ଏକ ବିନାଶକ ବାୟୁ ଉତ୍ପନ୍ନ କରିବ। हाँ रही जातु ये रही जातु यही जो कंटेक्स्ट चली परमेश्वर कहा विपक्षर अच्छा बाबेल रो विपक्षर अच्छा ये हूँ से स्पिरिचुअल बाबिलोन बाबेलगढ़ जे पर्वत पर निजक उच्च करुला से दग्धीभूत हेब लिखा जाए ताले एबे मते कहतु जो पहाड़ खसी पड़ार कथा ये कहुच्छी ए पहाड़ किए अटे ये बाबिलोन अटे आपण मैंने मो सहित अच्छा एठी जो बाबिलोन को पकई दिया जाउची एठी बाबिलोन कहले कहा माने आ पर्वत को पकई दिया जाउची जळुथिबा ये जळुथिबा पहाड़ कहले आपण माने बुझिवार अछि जळुथिबा पहाड़ नुहे ताहा होची बाबिलोन जे कि विनाश को नहीं आसीची प्रकाशित 18 अध्याय देखिबे बाबिलोन से विनाश हेची से अधपतित हेची कारण परमेश्वर ताको पकई दैचंती कास्ट आउट इनटू द सी समुद्र रे से पका जाइए समुद्र कहले क्या बुझाए गोटे महाजनता तो ये बाबेल जिते पतित हो से महाजनता भितर को जीव जो महाजनता भितर को जीव से से विनाश को नहीं आसब अनेक लोके से तार विनाशर अंशी हे भागीदार हे जो माने ता सहित थिले जो माने ताको सपोर्ट करथिले एपरि अनेक लोक विनाश होचंती और से समय से साधु मान को कष्ट दउची कारण से पतित होउची जेतले से निजे विनाश हेबो से जगत उपर को विनाश आनिबो तो एटी पहाड़ कहले बाबिलोन को देखाए और ये बाबिलोन शैतान रो पर्वत अटे नगरी अटे किंतु मो परमेश्वर नगरी सिनो पर्वत अटे जोठु मो परमेश्वर मंदिर जेरूसालेम देखा जाए से मो परमेश्वर पहाड़ अटे जो पहाड़ उपर मो परमेश्वर चढ़ी कालवरी पहाड़ अटे दयार स्थान अटे जो मान दृश्य से आड़े अच्छी से माने उद्धार मध्य अच्छा कारण से पहाड़ केबे घुंचब ना से पहाड़ केबे टळिब ना मो प्रिय माने पहाड़ क्या देखाए मुठिके पूर्व कहली परमेश्वर गृह को देखाए ख्रीष्ट चढ़िले गोटे पहाड़ उपरे से पहाड़ मंडली अटे मंडली उपरे मंडली निमंते से क्रुशार्पित हेले जेपरि से मंडलीर मस्तक हो पारती से ऊर्ध्व को उठा गले से ऊर्ध्व को चढ़ा गले से पर्वत केबे घुंचब ना किंतु बाबेल शैतान गड़ से घुंची जाउची से विनाश होउची दिने से चिंता करथिला मु परमेश्वर मंदिर उपरे परमेश्वर पर्वत उपरे मु गोटे पर्वत बनैबी लोके मते देखिबे किंतु परमेश्वर ताको खसई दउचंती से पतित होउची ये बाबिलोन काहाकू देखाए स्पिरिचुअल अडल्टरी अर्थात से घृणिया बेश्या जगतर स्त्री जो नगर रे वास करुची ये होची सेई बाबिलोन अर्थात जगतर मंद कार्यर लिप्त लोक मानक एकाठी करुथुबा आइसलैंड आजिकल गोटे चर्चा रे चली आइसलैंड विषय आपण माने खबर पाई पापर आइसलैंड जोटे पृथ्वीर बड़ बड़ धनी लोक माने से पापर पतित होइचंती आ देखिबे से आइसलैंड को नष्ट कर दिया जिवो ब्लास्ट कर दिया जिवो जो आइसलैंड रे से पाप कुकर्म होइची
ଦିନେ ସେଠି ନିଆଁ ଲଗେଇ ଦିଆଯିବ, ଦଗ୍ଧୀଭୂତ ହେଇଯିବ, ଆଉ ସେ ଖସି ପଡ଼ିବ ସେ ସମୁଦ୍ର ଭିତରକୁ। ଆଜି ପୃଥିବୀର ଅନେକ ଧନୀଶାଳୀ ବ୍ୟକ୍ତିମାନେ, ବିତ୍ତଶାଳୀ ବ୍ୟକ୍ତିମାନେ ସେହି ସ୍ଥାନରେ ଯାଇକି ପାପ କରିଛନ୍ତି। ଇଏ ହେଉଛି ବାବିଲୋନ, ସ୍ପିରିଚୁଆଲ ବାବିଲୋନ ଅଟେ, ଯେ ପାପରେ କୁକର୍ମରେ ପତିତ ଅଟେ। କ'ଣ ଆପଣମାନେ ମୋ ସହିତ କନେକ୍ଟ ହେଇପାରୁଛନ୍ତି? ଆଉ ଏହା ଆମ ସାମ୍ନାରେ ଘଟୁଛି, ଆମ ଆଖି ସାମ୍ନାରେ ଘଟୁଛି। ହଁ, ଏହା ବାସ୍ତବ ଅଟେ। ମୋ ପ୍ରିୟମାନେ, ଶୈତାନର ଗୋଟେ କିଙ୍ଗଡମ୍ ଅଛି। ଶୈତାନ ଜଗତର ଅଧିପତି ଅଟେ, ତାର ଗୋଟେ କିଙ୍ଗଡମ୍ ଅଛି। ଆଉ ଦିନେ ସେ କିଙ୍ଗଡମ୍ ନଷ୍ଟ ହେବ। ଟିକେ କେହି ପଢ଼ିବେ କି ଏଫିସିୟ 2 ଅଧ୍ୟାୟର ଟିକେ 2ରୁ ତଳକୁ। ଅର୍ଥାତ୍ ଯେଉଁ ଆତ୍ମା ଏବେ ହିଁ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛା ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ସେ ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ। ମାତ୍ର ଏପରି ଅପରାଧରେ ମୃତ ହେଲେ ଦୟାସାଗର ଯେ ଈଶ୍ୱର ସେ ଆମ୍ଭମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥି ସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଏଇଠି ଦୁଇଟା କିଙ୍ଗଡମ୍ ଅଛି। ଜଗତର ଅଧିପତିର ଗୋଟେ କିଙ୍ଗଡମ୍ ଅଛି, ଗୋଟେ ମହାପ୍ରେମରେ ପ୍ରେମକାରୀଙ୍କର ଗୋଟେ କିଙ୍ଗଡମ୍ ଅଛି, ଦୟାର ସାଗର। ଆମେ ପାପରେ ବୁଡ଼ିଥିଲୁ, ଆମେ ନଷ୍ଟ ହେଇଥିଲୁ, ତାଙ୍କ କ୍ରୋଧ ଆମ ଉପରେ ଥିଲା, କିନ୍ତୁ ମହାପ୍ରେମରେ ପ୍ରେମ କଲେ, ସେ ଆମକୁ ଦୟା କଲେ। କିନ୍ତୁ ଶୈତାନ ଗୋଟେ ସାଇଡ୍ରେ ଅଛି, ସେ ନଷ୍ଟ କରିବା ପାଇଁ ପ୍ରୟାସ କରୁଛି, ତାର କିଙ୍ଗଡମ୍ ଏଟା। 2 Corinthians 4 ଅଧ୍ୟାୟ 4 ପଦ। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ୍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। ହଁ, ଏ ଜଗତର ଅଧିପତିର ଗୋଟେ କିଙ୍ଗଡମ୍ ଅଛି, ଗୋଟେ ପାହାଡ଼ ଅଛି। ଏ ପାହାଡ଼ ଅଟଳ ନୁହେଁ, ଦିନେ ସେ ଜଳିଯିବ ଆଉ ନଷ୍ଟ ହେବ, ସମୁଦ୍ରରେ ନିକ୍ଷିପ୍ତ ହେବ। କିନ୍ତୁ ସେ ଆଜି ଜଗତର ଲୋକଙ୍କୁ ଅନ୍ଧ କରିଅଛି, ଜ୍ଞାନ ଚକ୍ଷୁ ଅନ୍ଧ କରିଅଛି। ହବା ଫଳ ଖାଇଲେ ଜଗତର ଜ୍ଞାନର ଚକ୍ଷୁ ଫିଟିଗଲା, କିନ୍ତୁ ଆତ୍ମିକ ଜ୍ଞାନର ଚକ୍ଷୁ ବନ୍ଦ ହେଇଗଲା। ଜଗତର ଅଧିପତି ଏ ଜ୍ଞାନର ଚକ୍ଷୁକୁ କ'ଣ କରିଛି ନା ଅନ୍ଧ କରି ପକେଇଛି। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେମିତି ଏମାନଙ୍କ ଉପରେ ପ୍ରକାଶିତ ନ ହୁଏ, ସେଥିପାଇଁ ସେ ବ୍ଲକ୍ କରୁଛି ଆମମାନଙ୍କ ଜୀବନକୁ ବି। ଆପଣ ଜାଣନ୍ତି ମାଥ୍ୟୁ 4 ଅଧ୍ୟାୟର 8 ଆଉ 9 ପଦ ଅନୁସାରେ ଖ୍ରୀଷ୍ଟଙ୍କୁ ଶୈତାନ ପର୍ବତକୁ ନେଇଯାଉଛି। ପର୍ବତ ଉପରେ ଠିଆ ହେଇକି କହୁଛି, ଏଇ ଜଗତକୁ ଦେଖ, ଏ ଐଶ୍ୱର୍ଯ୍ୟ ଆମ୍ଭର ଅଟେ। ଯଦି ଆମ୍ଭକୁ ପ୍ରଣାମ କରିବ, ତାହେଲେ ଏସବୁ ଆମେ ତୁମକୁ ଦେଇ ପକାଇବା। ନିଶ୍ଚୟ ଆପଣମାନେ ପଢ଼ିଥିବେ। କେଉଁଠିକୁ ନେଉଛି? ପାହାଡ଼ ଉପରକୁ। କ'ଣ ଦେଖିବା ପାଇଁ? ଆପଣାର ସାମ୍ରାଜ୍ୟକୁ। ତାହେଲେ ହ୍ୱାଟ୍ ଇଜ୍ ଦ ମିନିଂ ଅଫ୍ ମାଉଣ୍ଟେନ୍? ମାଉଣ୍ଟେନ୍ ଏଠି ଦେଖାଉଛି ସେଇ କିଙ୍ଗଡମ୍କୁ, ଯେଉଁ କିଙ୍ଗଡମ୍ରେ ଶୈତାନ ବସିଛି। ଇଏ ହେଉଛି ସେଇ ବାବେଲ, ଯେଉଁ ବାବେଲ ଦିନେ ନଷ୍ଟ ହେବ, ଯେ ବ୍ୟଭିଚାରର କାମୁକତାରେ ପରିପୂର୍ଣ୍ଣ ଅଟେ, ସେ ଦିନେ ନଷ୍ଟ ହେବ। ଆଉ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଉଦ୍ଧାର ମଧ୍ୟକୁ ନେଇ ଆସିବେ। କ'ଣ ଆପଣମାନେ ମୋ ସହିତ ଅଛନ୍ତି? ଯଦି ଅଛନ୍ତି ଟିକେ ଚାଲନ୍ତୁ ମିଶି କହିବା ଫ୍ରେଜିଆ। ଆମେ ପାହାଡ଼ ତାର ଆତ୍ମିକ ଅର୍ଥକୁ ଦେଖିଲେ। ବର୍ତ୍ତମାନ ଆମେ ଦେଖିବା କାଷ୍ଟ ଇନ୍ଟୁ ସି, ସମୁଦ୍ରରେ ନିକ୍ଷିପ୍ତ ହେବା। ପୂର୍ବରୁ କ'ଣ ଏମିତି କିଛି ନିକ୍ଷେପ କରାଯାଇଛି କି? କିଛି ଏକ୍ଜାମ୍ପଲ୍ ଆମେ ନେଇପାରିବା। ହଁ, ଫାରୋଙ୍କର ରଥ, ଯାତ୍ରା ପୁସ୍ତକ 15 ଅଧ୍ୟାୟ 4 ପଦ ପଢ଼ି ଦିଅନ୍ତୁ। ଯାତ୍ରା 15 ଅଧ୍ୟାୟ 4 ପଦ। ସମୁଦ୍ରରେ ନିକ୍ଷେପ କରିଅଛନ୍ତି, ପୁଣି ତାଙ୍କର ପଛ ବୀରମାନେ ସୁଖ ସାଗରରେ ନିମଗ୍ନ ହୋଇଅଛନ୍ତି। Pharaoh's chariots କ'ଣ ହେଉଛି? Cast into the sea.
ସମୁଦ୍ରରେ ନିକ୍ଷେପ କରାଯାଉଛି। ଅର୍ଥାତ୍ ପରମେଶ୍ୱର ଆପଣର ଜଜମେଣ୍ଟକୁ ସେଠି ଦେଖାଉଛନ୍ତି। ସେ ନ୍ୟାୟ କରନ୍ତି, ସେ ବିଚାର କରନ୍ତି ଆଉ ତାଙ୍କ ଲୋକମାନଙ୍କୁ ଉଦ୍ଧାର କରନ୍ତି। ଏଠି ଫାରୋ ବୁଡ଼ୁଛନ୍ତି, ଫାରୋଙ୍କ ଚାରିଅଟ୍ସ ମାନେ ରଥ, ତାଙ୍କର ବଳ, ଦମ୍ଭ, ଗର୍ବ ସମୁଦ୍ର ନିକ୍ଷେପ ହେଉଛି। ଜୁନୋସଙ୍କୁ ମଧ୍ୟ ପାଣି ଭିତରକୁ ପକାଇ ଦିଆଯାଉଛି, ସମୁଦ୍ର ଭିତରକୁ ପକାଇ ଦିଆଯାଉଛି। କାରଣ କୁହାଯାଇଥିଲା ନିନିବକୁ ଯିବା ପାଇଁ ସେ ତର୍ସିସକୁ ଯାଉଥିଲେ। ଆମେ ସବୁ ଜାଣିଛୁ ସେ ବିଷୟ। ଜାହାଜ ଟଳମଳ ହେବାକୁ ଲାଗିଲା ଆଉ ତାଙ୍କୁ ପକାଇ ଦିଆଗଲା। ଆଉ ତାହା ତ ଚିହ୍ନ ସ୍ୱରୂପ ହେଲା। ଜୁନୋସ୍ ତ ଚିହ୍ନ ସ୍ୱରୂପ ହେଲେ ଖ୍ରୀଷ୍ଟଙ୍କର ଚିହ୍ନ ହେଲେ। ସେ ଗୋଟେ ଦେଖୁଛୁ ଫାରୋଙ୍କର ଚାରିଅଟ୍ସ ଭିତରକୁ ଯାଉଛି, ଆଉ ଗୋଟେ ଜାଗାରେ ଦେଖୁଛୁ ଆମେ ଜୁନୋସ୍ ଭିତରକୁ ଯାଉଛନ୍ତି। ଇଏ ଦୁଇଟା କିଙ୍ଗଡମ୍ ଅଟେ। ଗୋଟେ ଶୈତାନର କିଙ୍ଗଡମ୍ ଅଟେ, ଗୋଟେ ଖ୍ରୀଷ୍ଟଙ୍କର କିଙ୍ଗଡମ୍ ଅଟେ। ଖ୍ରୀଷ୍ଟ ଆମମାନଙ୍କ ପାଇଁ ସେ ଭୂଗର୍ଭ ଭିତରକୁ ଯାଉଛନ୍ତି 3 ଦିନ 3 ରାତି। ଅର୍ଥାତ୍ ସେ ନିକ୍ଷିପ୍ତ ହେଉଛନ୍ତି, କାଷ୍ଟ ଇନଟୁ ଦ୍ୟାଟ୍ ଗ୍ରେଭ୍। ସେ ନିକ୍ଷେପ ହେଉଛନ୍ତି। ସେମିତି ଗୋଟେ ସମୁଦ୍ର ମଧ୍ୟରେ ଏ ପାହାଡ଼କୁ କ'ଣ କରାଯାଉଛି? ଜଳୁଥିବା ପାହାଡ଼କୁ ନିକ୍ଷେପ କରାଗଲା, ପକାଇ ଦିଆଗଲା। ତାହେଲେ ମୁଁ ପଚାରିବି, ମୋତେ ଆପଣମାନେ ଉତ୍ତର ଦିଅନ୍ତୁ। ଏହି ପାହାଡ଼ କାହାକୁ ଦେଖାଏ? କେଉଁ ତାର ଆତ୍ମିକ ଅର୍ଥ କାହାକୁ ସୂଚାଏ? जो पहाड़ दग्धीभूत होकर समुद्र पड़ा से पहाड़र आत्मिक अर्थ कौन अटे? क्या देखा ये पहाड़ वा पर्वत? शैतान साम्राज्य। कौ साम्राज्य? ता ना कौन? बाबेल। जदि बाबेल अटे ताले बाबेल निश्चय निक्षेप हेबा दरकार। यस और नो? हाँ टिके कई जने पढ़ंतु प्रकाशित 18 अध्याय 21 पद। प्रकाशित 18 अध्याय 21 पद। तत्पर जने बलवान दूत। किए से बलवान दूत? कौन आप जानते से बलवान दूतों को? 10 अध्याय, प्रकाशित 10 अध्याय 1 पद। तत्पर मु आउ जने पराक्रमी दूतों को स्वर्गरु अवतरण करिवार देखिली। से मेघ वेष्टित, ताहांक मस्तक उपर मेघधनु, ताहांक मुख सूर्य सदृश, आउ पाद अग्निस्तंभ तुल्य। ताहांक हस्तर गोटे मुक्त क्षुद्र पुस्तक थिला। मु कहूँ बारंबार ना, आपण माने बंद बाइबल को पढ़ुचंती, किंतु गोटे खोला बाइबल भी अच्छी ओपन बाइबल नहीं कि एडी गोटे ओपन पुस्तक तांग हाथ रे अच्छी। आ से सप्तम दूतों को दौरान तुरी फुंकिवा पाए, वाक्य घोषणा करिवा पाए। तेरे द्वितीय दूत तुरी फुंकिवा समय आम देखुचु बाबेल पर्वत, बाबेल गढ़ निक्षेप होउची। जेमती केमती निक्षेप होउची ना जने बलवान दूत ओल्हौचंती 21 पदरे बृहत चकी पत्थर पर गोटे पत्थर समुद्र से निक्षेप कले। आउ देखेले आउ कहले महानगरी बाबेल निक्षिप्त हेबो, आउ केबे हे तार उद्देश्य मिलिबो नाही। एठी बलवान दूत कहले एठी काहाकू देखाए? कृष्ण को देखाए, सामर्थ्य पूर्ण, जहांक हस्तरे चकी पत्थर अच्छी, जहाँ पकईकि से देखौचंती आंभ पाखे से सामर्थ्य अच्छी। कौन आपण माने किछि जानि पारुचंती? दानिएल गोटिए दर्शनर अर्थ कहते नवखुदनेस्सर राजा को। नवखुद तुम्बे देखुच गोटे मनुष्य को, से मनुष्यर मस्तक स्वर्णर अटे, अर्थात बाबिल अटे, आ तार जो शरीर अच्छी रूपार अटे। ये तो आपण पर आसुवा माद्य पारस्य अटे। आपण देखुवा जंघ ताहा पितलमय अटे, यह तो ग्रीक अटे।
ଆପଣ ଦେଖୁଥିବା ଗୋଡ଼ ଲୁହାମୟ ଅଟେ, ଏ ତ ରୋମ ଅଟେ। ଆଉ ଆପଣ ଦେଖୁଥିବା ପାଦ କିଛି ଲୁହା ଆଉ ମାଟିର ଅଂଶ ଅଟେ। ଇଏ ତ ମିକ୍ସଡ ୟୁନିୟନ ୟୁରୋପିଆନ ଅଟେ। ଆଉ ଏଇ ସବୁ କିଙ୍ଗଡମ ଯେତେବେଳେ ଠିଆ ହେଉଥିଲେ ସେତେବେଳେ ସେ ଦେଖିଲେ ଗୋଟିଏ ଛୋଟ ପଥର, ତାହା ଅହସ୍ତକୃତ ଅଟେ, ତାକୁ କେହି ତିଆରି କରିନାହାନ୍ତି, ତାକୁ କୌଣସି ହତିଆର ତିଆରି କରିନାହିଁ, ସେ କୌଣସି ଉଞ୍ଚା ଯାଇକି ତିଆରି ହେଇନାହିଁ, ସେ ସ୍ୱୟଂ ପଥର ଅଟେ। ସେ ପଥର ଆସିକି ସେ ମନୁଷ୍ୟର ମୂର୍ତ୍ତି ସଦୃଶ ଯେଉଁ ସାମର୍ଥ୍ୟରେ ପୂର୍ଣ୍ଣ ବଳବାନ ଗୋଟିଏ ବଡ଼ ବ୍ୟକ୍ତିକୁ ଦେଖାଉଥିଲା, ତା ପାଦ ତଳେ ଆସିକି ପଡ଼ିଲା। ଆଉ ଲେଖାଯାଏ ତାକୁ ଚୁରମାର କରିଦେଲା। ଆଉ ଚୁରମାର ହେବା ପରେ ସେଇ ସ୍ଥାନରେ ଗୋଟିଏ ବିରାଟ ପର୍ବତ ଠିଆ ହେଲା। ଦ୍ୟାଟ୍ ଇଜ୍ ଦ କିଙ୍ଗଡମ୍ ଅଫ୍ ମାଇ ଲର୍ଡ। ଆଉ ଏଠି ଆମେ ଦେଖୁଛୁ ଏଇ ଯେଉଁ ମିଶ୍ରିତ ମିକ୍ସ ୟୁନିୟନ ପାଦ ଥିଲା, ଇଏ ହେଉଛି ସେଇ ବାବିଲୋନ ଯେ ନିଜକୁ ପ୍ରକାଣ୍ଡ କରିକି ଠିଆ କରିଛି। ନଭକୁଦ ନିଶ୍ଚର ଦେଖୁଛନ୍ତି ସେ ବାବିଲର ରାଜା ଅଟନ୍ତି। ବାବିଲ ଦିନେ ଆତ୍ମିକ ଭାବରେ ଧୂଳିସାତ ହେବ। ଖ୍ରୀଷ୍ଟଙ୍କର ସେକେଣ୍ଡ କାମିଂ ହେଉଛି, ସେ ତାକୁ ଧୂଳିସାତ କରିବେ। ଆଉ ତାର ଯେଉଁ କିଙ୍ଗଡମ୍ ଥିଲା, ତାର ଯେଉଁ ପର୍ବତ ଥିଲା, ସମୁଦ୍ର ନିକ୍ଷେପ ହେଲା। ଏଥର ଗୋଟେ ମହାନ ପର୍ବତ ଠିଆ ହେବ। ଇଏ ମୋ ପରମେଶ୍ୱରଙ୍କର ସାମ୍ରାଜ୍ୟ ଅଟେ। କ'ଣ ଆପଣମାନେ ମୋ ସହିତ ଅଛନ୍ତି? ଯଦି ଅଛନ୍ତି ଚାଲନ୍ତୁ ମିଶି କହିବା ଫ୍ରେଜିଆ। ପ୍ରଭୁ ଗୌରବ ପାଆନ୍ତୁ। ମୁଁ ଆଶା କରୁଛି ମେସେଜ ଆପଣମାନଙ୍କ ପାଇଁ ୟୁନିକ୍ ଅଟେ। ଆଉ ଏ ମେସେଜ ହୁଏତ ଅନ୍ୟ ସ୍ଥାନରେ ମୁଁ ଦେଇନି ବା କୌଣସି ଚ୍ୟାନେଲ ୟୁଟ୍ୟୁବ ଗୁଗଲ ଇତ୍ୟାଦିରେ ପାଇବେ ନାହିଁ। ଦିସ୍ ଇଜ୍ ଏହା ପରମେଶ୍ୱରଙ୍କର ଅଟେ। ଓକେ, ପ୍ରଭୁ ଗୌରବ ପାଆନ୍ତୁ। ସବୁ ମହିମା ତାଙ୍କର ଅଟେ। ମଝିରେ ମୁଁ ଶୁଣୁଥିଲି ଯେ ବର୍ଷେ ହେଲାଣି ଚାଲିଛି 8 ଅଧ୍ୟାୟରେ ପ୍ରକାଶିତ ବାକ୍ୟ, କେବେ ସରିବ ଆଙ୍କର ଆଉ କହିକି। କିନ୍ତୁ ବୋଧହୁଏ ସେମାନେ ଭଲରେ ଜାଣିନାହାନ୍ତି ଯେ ଆମେ ଯଦି ବି ଏଇଟା କରୁଛୁ, କିନ୍ତୁ ଆମର ପ୍ରତ୍ୟେକ ସଣ୍ଡେ ଦିନ ଚର୍ଚ୍ଚରେ ଆମେ ଗୋଟେ ଗୋଟେ ଚାପ୍ଟର ନେଇ ଯାଇଛୁ। ଇଏ ତ ଆମର ସିରିଏଲ ଯାଉଛି, କିନ୍ତୁ ଯଦି ଆପଣ ଚର୍ଚ୍ଚରେ ଅନୁଧ୍ୟାନ କରିକି ଦେଖିବେ, ସେଠି ଆମେ ହର୍ମିଗିଦୋନ ଯୁଦ୍ଧ ନେଇଛୁ, ଗୋଗ ମାଗୋଗ ବିଷୟରେ ଆମେ ନେଇଛୁ। ଆପଣଙ୍କର 10 ଅଧ୍ୟାୟକୁ ଆମେ ଛୁଇଁଛୁ, 11 ଅଧ୍ୟାୟକୁ ଛୁଇଁଛୁ, 12 ଅଧ୍ୟାୟକୁ ଛୁଇଁଛୁ, 13 ଅଧ୍ୟାୟକୁ ଆମେ କମ୍ପ୍ଲିଟଲି 2ଟା ପଶୁ 666 ବିଷୟରେ ଛୁଇଁଛୁ। 14-15 ଅଧ୍ୟାୟରେ କେମିତି ଶସ୍ୟ କଟାଯାଉଛି ତାହା ଆମେ ଛୁଇଁଛୁ। ତ ଏମିତି ନୁହେଁ ଯେ ଟାଇମ୍ ଲାଗିବ, ଯଦି ଆମେ ଚାହୁଁ ସରେଇ ଦେଇପାରିବୁ। କିନ୍ତୁ ପରମେଶ୍ୱରଙ୍କ ଆତ୍ମା ସେମିତି ଚାହୁଁନାହାନ୍ତି। ସେ ଚାହୁଁଛନ୍ତି ଆମକୁ ଠିକ୍ରେ ଶିଖେଇବା ପାଇଁ, ତାର ନିଗୁଡ଼ ଅର୍ଥକୁ ଶିଖିବା ପାଇଁ, ଭିତର ଅର୍ଥକୁ ଶିଖିବା ପାଇଁ। ପାହାଡ଼ କହିଲେ ପାହାଡ଼ ବୋଲି ବୁଝିଲେ ହେବ ନାହିଁ। ଏଠି ଗୋଟେ ପାହାଡ଼ ନଷ୍ଟ ହେଉଛି, ଆଉ ଗୋଟେ ପାହାଡ଼ ତା ଜାଗାରେ ମୁଣ୍ଡ ଟେକିବ। ଗୋଟେ ଜଗତର ପାହାଡ଼ ବିନାଶ ହେବ, ପରମେଶ୍ୱରଙ୍କ ପାହାଡ଼ ତା ଜାଗାରେ ଷ୍ଟାଣ୍ଡ କରିବ। ଖ୍ରୀଷ୍ଟ ଷ୍ଟାଣ୍ଡ ହେବେ। ଖ୍ରୀଷ୍ଟ ଗୋଟିଏ ପଥର, ସେ ମହାନ ପାହାଡ଼ରେ କନଭର୍ଟ ହେବେ। ଇଏ ରେଭେଲେସନ୍ ଅଟେ। ଏହା ପରମେଶ୍ୱରଙ୍କର ସାମର୍ଥ୍ୟର ପ୍ରକାଶନ ଅଟେ। ପ୍ରଭୁ ଗୌରବ ପାଆନ୍ତୁ। ଆଉ ଟିକେ ଆମେ ଆଗକୁ ବଢ଼ିବା। ଆମେ ଦେଖୁଛେ କିପରି ସମୁଦ୍ରରେ ନିକ୍ଷେପ କରାଯାଉଛି, ଆଉ ତାପରେ 1/3 ରକ୍ତମୟ ହେଇଯାଉଛି। ଏ ରକ୍ତମୟ କାହାକୁ ସୂଚାଏ? ଯଦି ଆମେ ମଣ୍ଡଳୀ ଅନୁସାରେ ଆସୁ, 7 ଜଣ ଦୂତ 7ଟା ଚର୍ଚ୍ଚର ସେବକଗଣ ଅଟନ୍ତି। ତାହେଲେ ଦ୍ୱିତୀୟ ଦୂତଙ୍କ ସମୟରେ ପର୍ସିକ୍ୟୁସନ୍ ବହୁତ ତୀବ୍ର ଥିଲା। ଆଉ ତାଡ଼ନା ହିଁ ତାଡ଼ନା ଥିଲା। 1/3 ସେ ସମୟରେ ମାନେ ଯେଉଁ ମୃତ୍ୟୁର କଥା, ରକ୍ତର କଥା, ଜଗତର ଅଧିପତି ବିନାଶ କରିବାକୁ ପ୍ରୟାସ କରିଛି। ଶେଷ ସମୟରେ ବି ହେବ ଇଏ। କିନ୍ତୁ ୟାର ଅର୍ଥ କ'ଣ? ଚର୍ଚ୍ଚ ଏଜ୍ରେ ଏହା ହେଇନି? ହେଇଛି। ଚର୍ଚ୍ଚ ଏଜ୍ରେ ଯେତେବେଳେ ସେକେଣ୍ଡ ଦୂତ ବାକ୍ୟ ଘୋଷଣା କରୁଥିଲେ, ସେହି ସମୟରେ ତାଡ଼ନା ଦେଇକି ମଣ୍ଡଳୀ ଯାଉଥିଲା। ଆତ୍ମିକ ରୀତିରେ ଯଦି ଆମେ ଏହାକୁ ବିବେଚନା କରିକି ଦେଖିବା, ଶେଷ ସମୟରେ ତ ହେଉଛି, କିନ୍ତୁ ତାର ଆଉ ଗୋଟିଏ ଭାଗରେ ଯଦି ଆମେ ମଣ୍ଡଳୀକୁ ରଖିକି ଦେଖିବା, ତାହେଲେ ମଣ୍ଡଳୀରେ ମଧ୍ୟ ଏହା ଘଟୁଛି। ଶୈତାନ ପ୍ରୟାସ କରିଛି ତାଙ୍କ ଲୋକମାନଙ୍କୁ ନଷ୍ଟ କରିବା ପାଇଁ। 1/3 ନଷ୍ଟ ହେଉଛନ୍ତି। ଆଉ ତା ବିଷୟରେ ଆପଣମାନଙ୍କୁ ମୁଁ ଟିକେ ଖୋଲିକି କହିବାକୁ ଚାହେଁ। ମାଥ୍ୟୁ 23 ଅଧ୍ୟାୟ ଟିକେ 29ରୁ ତଳକୁ ପାଠ କରନ୍ତୁ। ଦଣ୍ଡର ପାତ୍ର କପଟି
ଶାସ୍ତ୍ରୀ ଓ ଫାରିସୀ ମାନେ, କାରଣ ତୁମ୍ଭେମାନେ ଭାବବାଦୀ ମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକ ମାନଙ୍କ ସମାଧି ସ୍ତମ୍ଭ ସୁଶୋଭିତ କରି କହୁଥାଅ, ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାନ୍ତୁ, ତେବେ ଭାବବାଦୀ ମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇନଥାନ୍ତୁ। ଏଣୁ ତୁମ୍ଭେମାନେ ଯେ ଭାବବାଦୀ ମାନଙ୍କ ହତ୍ୟାକାରୀ ମାନଙ୍କର ସନ୍ତାନ ଅଟ, ସେ ସମ୍ବନ୍ଧରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ। ହଁ, ତୁମ୍ଭେମାନେ ଏଠି ନିଜ ନିଜ ବ୍ଲଡ 1/3 ଅଫ୍ ସି ଆଜ୍ ବ୍ଲଡ। ସି କହିଲେ ସମୁଦ୍ର, ସମୁଦ୍ର କହିଲେ ମହାଜନତା। ଏଠି ଖାଲି ସି କହିଲେ ଆପଣ ସି ବୋଲି ବୁଝନ୍ତୁ ନାହିଁ। ସମୁଦ୍ର କହିଲେ ମହାଜନତା। ସମୁଦ୍ରରେ କୋଉମାନେ ସୃଷ୍ଟି ହେଲେ ପଞ୍ଚମ ଦିନରେ? ତିମିଙ୍ଗଳ, ମାଛମାନେ। ମାଛ କହିଲେ ସେବା କାର୍ଯ୍ୟକୁ ବୁଝାଏ, ଲୋକମାନଙ୍କୁ ବୁଝାଏ। ଆପଣମାନେ ଜାଣନ୍ତି, ପିତରଙ୍କୁ କହିଲେ ଆସ ଆମେ ତୁମକୁ ମାଛ ଧରିବା ଶିଖେଇବା, ଅର୍ଥାତ୍ ମନୁଷ୍ୟ ଧରିବା ଶିଖେଇବା। ମାଛ ମନୁଷ୍ୟକୁ ସୂଚାଏ। ମନୁଷ୍ୟ କୋଉଠି ଅଛି? ସମୁଦ୍ରରେ। ଏ ମହାଜନତା ଭିତରେ ମନୁଷ୍ୟ ଅଛି। ଏଇମାନଙ୍କ ଭିତରେ 1/3 ନଷ୍ଟ ହେଉଛନ୍ତି, ଅର୍ଥାତ୍ ପର୍ସିକ୍ୟୁସନ୍ ହେଉଛି, ତାଡ଼ନା ଆସୁଛି। ଆଉ ଯେଉଁମାନେ ତାଙ୍କ ରାଜ୍ୟର ପାଇଁ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ନଷ୍ଟ କରି ଦିଆଯାଉଛି। ପ୍ରକାଶିତ 18:24 ଯଦି ଦେଖିବେ, ଲେଖାଯାଏ ଭାବବାଦୀ ମାନଙ୍କର, ସାଧୁମାନଙ୍କର, ପୃଥିବୀରେ ହତ ହୋଇଥିବା ସମସ୍ତଙ୍କ ରକ୍ତ ତାଙ୍କ ମଧ୍ୟରେ ଦେଖାଯାଇଥିଲା। ଇଏ ରକ୍ତ ତାଡ଼ନାକୁ ଦେଖାଉଛି, କଷ୍ଟକୁ ଦେଖାଉଛି। ପ୍ରକାଶିତ 16 ତାର 5 ଏବଂ 6 ପଦରେ ମଧ୍ୟ ଉଲ୍ଲେଖ ହେଉଛି। 16 5 ଏବଂ 6 ପଦରେ। ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଭୂତ, ପୁଣି ପବିତ୍ର ଯେ ତୁମେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ, ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀ ମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିରୁ ଯୋଗ୍ୟ। ହଁ, ଯେଉଁମାନେ ସାଧୁମାନଙ୍କୁ ଭାବବାଦୀମାନଙ୍କୁ ରକ୍ତପାତ କରିଛନ୍ତି ସେମାନଙ୍କୁ ମଧ୍ୟ ସମୟ ଆସିବ ରକ୍ତପାନ କରିବାକୁ ଦିଆଯିବ। ସେମାନେ ବି ତାର ଅଂଶୀ ହେବେ। ଇଏ ତାଡ଼ନାକୁ ଦେଖାଏ। ପରମେଶ୍ୱର ଆପଣା ନ୍ୟାୟର ସମୟରେ, ଆପଣଙ୍କର ବିଚାରର ସମୟରେ ତାର ପ୍ରତିଶୋଧ ନେବେ। ଆଉ ଯେଉଁମାନେ ସେ ସାଧୁମାନଙ୍କୁ ନଷ୍ଟ କରିଛନ୍ତି, ମାରିଦେଇଛନ୍ତି, ରକ୍ତପାତ କରିଛନ୍ତି, ଦିନେ ସେମାନଙ୍କ ଉପରକୁ ତାହା ଓଲଟିକି ଆସିବ, ଆଉ ସେମାନେ ଦିନେ କଷ୍ଟ ପାଇବେ। ପରମେଶ୍ୱର କିନ୍ତୁ ତାଙ୍କ ଲୋକମାନଙ୍କୁ ସେ ଉଦ୍ଧାର ମଧ୍ୟକୁ ନେଇଯିବେ। ଏଠି ମାଛ, ଯେଉଁ ଆମେ ଦେଖୁଛେ ସମୁଦ୍ରର ପ୍ରାଣୀମାନେ 1/3 ନଷ୍ଟ ହେଲେ। ଏଠି ସମୁଦ୍ରର ପ୍ରାଣୀ କହିଲେ ଆମେ ଜାଣୁ ସେ ଶେଷ ସମୟରେ ଯଦି ପାହାଡ଼ ପଡ଼ୁଛି, ଜ୍ୱଳନ୍ତ ପାହାଡ଼, ତାହେଲେ ସମୁଦ୍ର ମଧ୍ୟରେ ଥିବା ଜୀବମାନଙ୍କୁ ନଷ୍ଟ କରୁଛି। ଏଠି ଆମେ ଦେଖୁ ମହାଜନତା ଭିତରେ ତାଙ୍କ ଲୋକମାନେ ଅଛନ୍ତି, ଫିସ୍ ଅଛି, ଫିସ୍ କ୍ରିଏଚର ଅଛି, ତ ସେମାନଙ୍କ ପାଇଁ ଗୋଟେ ଦଣ୍ଡ ଓହ୍ଲେଇକି ଆସୁଛି। କିଛି ଜଣ ଯେଉଁମାନେ ପାପରେ ଅଛନ୍ତି ସେମାନଙ୍କ ପାଇଁ ଦଣ୍ଡ ଅଛି। କିନ୍ତୁ ଯେଉଁମାନେ ତାଙ୍କ ସହିତ ଅଛନ୍ତି, ଯେଉଁମାନେ ପ୍ରଭୁଙ୍କୁ ଜାଣିବା ପାଇଁ ଆଗକୁ ବଢ଼ୁଛନ୍ତି, ସେମାନେ ମଧ୍ୟ ପରୀକ୍ଷା ଦେଇଗଲା ବେଳେ ରକ୍ତପାତର ଅଂଶୀ ହୁଅନ୍ତି। କିନ୍ତୁ ପରମେଶ୍ୱର ସେମାନଙ୍କ ରକ୍ତପାତକୁ ଗୋଟିଏ ଦିନ ଆନନ୍ଦର ପାତ୍ରରେ କନଭର୍ଟ କରିଦେବେ। ଯାହା ଆଜି ସେମାନଙ୍କ ପାଇଁ ରକ୍ତପାତ ହେଇଛି, ହେବଲଙ୍କ ନ୍ୟାୟ ଦିନେ ତା ଚିତ୍କାର କରିବ, ଆଉ ପରମେଶ୍ୱର ହେବଲଙ୍କୁ ନ୍ୟାୟ ଦେଲା ପରେ ସେଦିନ ପ୍ରତ୍ୟେକ ଯେଉଁମାନେ ତାଙ୍କ ପାଇଁ ହତ ହେଇଛନ୍ତି ସେମାନଙ୍କୁ ନ୍ୟାୟ ଦେବେ। ପ୍ରଥମ କରନ୍ତୀୟ 15:3 ପଦ ପଢ଼ନ୍ତୁ। ଜଣେ ପଢ଼ନ୍ତୁ। କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ। ସେ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ନିମନ୍ତେ, ଆମମାନଙ୍କ ପ୍ରାଣ ନିମନ୍ତେ ସେ ଆପଣାର ପ୍ରାଣକୁ ଦେଲେ। ଆଉ ଯଦି ଆମେ ଗ୍ରୀକରେ ଦେଖୁ, ଯେଉଁ ଲାଇଫ୍ କଥା କୁହାଯାଉଛି, ଲାଇଫ୍ ଏଠି ସୋଲ୍କୁ ଦେଖାଉଛି, ପ୍ରାଣକୁ ଦେଖାଉଛି। ଆଉ ଖ୍ରୀଷ୍ଟ ଆମ ପାଇଁ ଆପଣାର ପ୍ରାଣକୁ ଦେଲେ। ଆମେ କ'ଣ ସେଇ ସଜୀବ ସୁଗ୍ରାହ୍ୟ ଭଳି ସ୍ୱରୂପ ତାଙ୍କ ନିକଟରେ ନିଜକୁ ସମର୍ପିତ କରିଛୁ? ଆମେ ଯେତେବେଳେ ପାପରେ ଥିଲୁ, ସେ ଆପଣା ମହାପ୍ରେମରେ ମହାଦୟା ଦେଖେଇଲେ, ଆଉ ଗୋଟେ ସୁଯୋଗ ଆମମାନଙ୍କ ଜୀବନକୁ ଦେଇଛନ୍ତି। ଆଜି ଆମକୁ ଶିଖିବାର ବିଷୟ ଏଠି କ'ଣ ଅଛି?
आमको शिखिबार अछि जे परमेश्वर न्यायर दिन रे आमମାନଙ୍କୁ ଛାଡ଼ି ଦେଇନାହାନ୍ତି ସେ ନ୍ୟାୟର ଦିନ ପୂର୍ବରୁ ଆମକୁ ହାତ ଧରି ବାହାର କରି ନେଇଛନ୍ତି। ଲୋଟର ଘର ଭିତରେ, ଲୋଟର ନଗର ଭିତରେ, ଲୋଟର ପାହାଡ଼ ଭିତରେ ଯେତେବେଳେ ଅଗ୍ନି ନିକ୍ଷେପ ହେଲା, ସେ ନିକ୍ଷେପ ପୂର୍ବରୁ ଲୋଟର ହାତକୁ ଧରିକି ତାକୁ ବାହାର କରି ନେବାର ପରମେଶ୍ୱର ଅଟନ୍ତି। ସେ ଆପଣମାନଙ୍କର ହାତକୁ ଧରିକି ବାହାର କରିବାର ଈଶ୍ୱର ଅଟନ୍ତି। ଆଜି ବି ସମୟ ଅଛି ତାଙ୍କୁ ସ୍ମରଣ କରିବାର ଅଛି। ଆଉ ଲୋଟ ନ୍ୟାୟ ସମ୍ମୁଖକୁ ଦେଖି ଆଗକୁ ଚାଲିବାର ଅଛି। ସେ ଆପଣଙ୍କୁ ବାହାର କରିକି ନେଇଯିବେ। ଏଠି 1/3 ନଷ୍ଟ କି ଆମେ ଦେଖୁଛେ କାହିଁକି? ଆପଣ ଧ୍ୟାନ ଦେଇଛନ୍ତି ପ୍ରକାଶିତ 12 ଅଧ୍ୟାୟରେ ଗୋଟିଏ ପ୍ରକାଣ୍ଡ ସର୍ପ ଅଛି, ଡ୍ରାଗନ ଅଛି। ସେ ଯେତେବେଳେ ଆକାଶରୁ ଖସୁଛି କେତେ ଅଂଶ ନକ୍ଷତ୍ରକୁ ଖସଉଛି? 1/3, 1/3। ଏଠି ବି ଆମେ ଦେଖୁଛୁ କାରଣ ବାବେଲ ଯେତେବେଳେ ପତିତ ହେବ ସେତେବେଳେ ସେ 1/3 କୁ ନେଇକି ପତିତ ହେବ। 1/3 କ୍ରିଏଚରକୁ ନଷ୍ଟ କରିବ, ସାଧୁମାନଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିବ, ମାରିବା ପାଇଁ ଚେଷ୍ଟା କରାଯିବ, ହତ୍ୟା କରାଯିବ। କାରଣ ସେ ହତ୍ୟା କରିବା ପାଇଁ ହିଁ ନିକ୍ଷେପ ହେବ। କାରଣ ମହାସମୁଦ୍ର ଭିତରେ କହିଲେ ମହାଜନତା, ତା ଭିତରକୁ ବାବେଲ ଯାଉଛି। ଆଉ ଯଦି ଯାଉଛି ସେ ଖାଲିରେ ଯାଉନି, ସେମାନଙ୍କୁ ମାରିବା ପାଇଁ ହିଁ ଯାଉଛି, ନଷ୍ଟ କରିବା ପାଇଁ ଯାଉଛି। ଆଉ ସେତେବେଳେ ଘୋଷଣା ହେଉଛି ବାବେଲ ତୁ ପତିତ ହେଇଛୁ, ଅଧପତିତ ହେଇଛୁ। ଏବେ ଆସନ୍ତୁ ଜାହାଜ ଆଡ଼କୁ ଟିକେ ଯିବା। ଜାହାଜ କହିଲେ କାହାକୁ ବୁଝାଏ? ଆତ୍ମିକ ଅର୍ଥରେ ଜାହାଜ କାହାକୁ ସୂଚାଏ? ଯେମିତି ଆମେ ସି କ୍ରିଏଚର୍ସ କହିଲେ ବା ଫିସ୍ କହିଲେ ଆମେ ଦେଖୁଛେ ମନୁଷ୍ୟକୁ, ପାହାଡ଼ କହିଲେ ଆମେ ବୁଝିପାରିଲେ ଯେ ଏଠି ବାବେଲନର କଥା କୁହାଯାଉଛି। ଆଉ ଗୋଟେ ପରମେଶ୍ୱରଙ୍କ ପାହାଡ଼ ସିନୟକୁ ବୁଝାଯାଉଛି। ଆଉ ତାହା ଆମେ ଅଟୁ, କାରଣ ଆମେ ତାଙ୍କର ବାସସ୍ଥାନ, ଆମେ ତାଙ୍କର ଗୃହ ଅଟୁ, ଆମେ ପର୍ବତ ସଦୃଶ ଅଟୁ। ଆଉ ଗୋଟିଏ ବିଷୟ ଏଠି ଜାହାଜ ଲେଖାଯାଏ 1/3 ଅଫ୍ ଶିପ୍ସ ୱେର୍ ଡେଷ୍ଟ୍ରୟ। ତ ଏଠି ଜାହାଜ କାହାକୁ ସୂଚାଏ? କିଏ କହିବେ? ଜାହାଜ, ନୋହଙ୍କ ଜାହାଜକୁ ମନେ ପକାଉନାହାନ୍ତି? ଆଦି ପୁସ୍ତକ 6 ଅଧ୍ୟାୟ ଯଦି ଆମେ ସେଠି ଧ୍ୟାନ କରୁ, ଗୋଟେ ଜାହାଜ ନିର୍ମାଣ କରିବା ପାଇଁ କୁହାଯାଉଛି। ଜାହାଜରେ ନୋହର ପରିବାର ଉଦ୍ଧାର ପାଉଛନ୍ତି। ଦ ସେଫ୍ଟି ଫ୍ରମ୍ ଦ ସି। ସମୁଦ୍ରରୁ ଯଦି ବଞ୍ଚିବାର ଅଛି ତାହେଲେ ଜାହାଜରେ ଚଢ଼ିବାର ଅଛି। ସମୁଦ୍ର ଯଦି ଚଢ଼ିବାର ମାନେ ବଞ୍ଚିବାର ଅଛି ତାହେଲେ ଜାହାଜରେ ଚଢ଼ିବାର ଅଛି। ଖ୍ରୀଷ୍ଟ କୋଉଠି ଥାଇକି, ଖ୍ରୀଷ୍ଟ କୋଉଠି ଥାଇକି ଲୋକଙ୍କୁ ଶିକ୍ଷା ଦେଉଥିଲେ? ଟିକେ ପଢ଼ିବା କି? ମାର୍କ 4 ଅଧ୍ୟାୟ 1 ପଦ ଟିକେ ପଢ଼ନ୍ତୁ। ସମୁଦ୍ର କୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ। ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାଙ୍କ ନିକଟରେ ଏକତ୍ର ହେଲେ ଯେ ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକ ସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ। ଖ୍ରୀଷ୍ଟ କହିଲେ ବାକ୍ୟ, ବାକ୍ୟ କୋଉଠିକୁ ଓହ୍ଲେଇଲେ? ଜାହାଜ ଭିତରକୁ। ତାହେଲେ ଜାହାଜ କ'ଣ ଅଟେ? ଚର୍ଚ୍ଚ, ମଣ୍ଡଳୀ ତ ଅଟେ। ମଉସାଙ୍କୁ ତେୱା କୁହାଯାଏ, ଯୋଉଟା ପେଡ଼ିରେ ଭସେଇଲେ, ସିନ୍ଧୁକ ଯୋଉ ଡଙ୍ଗା କରିକି ବନେଇକି ଭସେଇଲେ, ସେ ବାସ୍କେଟ୍ ହେଉଛି ତେୱା। ନୋହ ଯୋଉ ଜାହାଜରେ ଚଢ଼ିଥିଲେ ତାକୁ ବି କୁହାଯାଏ ତେୱା। ଆଉ ଏ ତେୱା କାହାକୁ ସୂଚାଏ? ଚର୍ଚ୍ଚକୁ ସୂଚାଏ। ମଉସା ତା ଭିତରେ ରହିଲେ। ତା ଭିତରେ କ'ଣ ରଖାଯାଇଥିଲା? ସେ ବାସ୍କେଟକୁ ଯୋଉ ତିଆରି କରାଗଲା, କ'ଣ ଥିଲା ସେଥିରେ? କିଏ କହିପାରିବେ? ଝୁଣା କାହାକୁ ଦେଖାଏ? ଆଚ୍ଛା, ଖାଲି ଝୁଣା ଥିଲା କି ସେଠି? ଟିକେ ଖୋଲନ୍ତୁ ଯାତ୍ରା ପୁସ୍ତକ 3 ଅଧ୍ୟାୟ, 3 ଅଧ୍ୟାୟ ନା 2 ଅଧ୍ୟାୟ, 2 ଅଧ୍ୟାୟ ପଢ଼ନ୍ତୁ। ହଁ ହଁ ହଁ, 2 ଅଧ୍ୟାୟ। ତହିଁ ଉତ୍ତରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳ ନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେ ବାଳକକୁ ଥୋଇ ନଦୀ ତୀରସ୍ଥ ନଳଭୂମିରେ ରଖିଲା। ଏଠି
ଲେଖା ଯାଏ ଗୋଟେ ପେଡ଼ି ବନାଯାଉଛି। ପେଡ଼ି ହେଉଛି ତେହ। ଆଉ ସେ ପେଡ଼ି କେମିତି ନା ପେଡ଼ି ଘେନି ମାଟିଆ ତେଲ ଆଉ ଝୁଣା ଲେପନ କରି ଝୁଣା କହିଲେ ପ୍ରାର୍ଥନା, ତେଲ କହିଲେ ପବିତ୍ର ଆତ୍ମାଙ୍କର ଶିକ୍ଷା, ୱାର୍ଡ ଅଫ୍ ଗଡ୍ ରେ ବାଳକକୁ ନେଇକି ରଖିଲେ। ତ ଚର୍ଚ୍ଚ ଭିତରେ କ'ଣ କ'ଣ ରହିବାର ଅଛି? ପ୍ରାର୍ଥନା ଆଉ ଶିକ୍ଷା, ପରମେଶ୍ୱରଙ୍କର ବାକ୍ୟ। ତ ଏଠି ଯେଉଁ ଜାହାଜ ଆମେ ଦେଖୁଛେ, ଏ ଜାହାଜ ହେଉଛି ଚର୍ଚ୍ଚ। ତ ଦ୍ୱିତୀୟ ଦୂତ ଯେତେବେଳେ ତୁରୀ ଫୁଙ୍କୁଥିଲେ ଚର୍ଚ୍ଚ ସେ ସମୟରେ ପ୍ରସିକ୍ୟୁସନ୍ ଦେଇକି ଯାଉଥିଲା। ଆଉ ପ୍ରସିକ୍ୟୁସନ୍ ଏପରି ଥିଲା ଯେ ଅନେକ ଚର୍ଚ୍ଚକୁ ନଷ୍ଟ କରାଗଲା, ଅନେକ ଲୋକଙ୍କୁ ତାଡ଼ନା ଦିଆଗଲା। କିନ୍ତୁ ସିପ୍ କ'ଣ କରେ? ଆମକୁ ପାର କରାଏ। ମାଥ୍ୟୁ 15:39 ପଢ଼ନ୍ତୁ। ମାଥ୍ୟୁ 15:39। ଇତ୍ୟର୍ଥରେ ସେ ଲୋକ ସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗ୍ଦାନ ସୀମାକୁ ଆସିଲେ। ତ ଚର୍ଚ୍ଚ ପାର କରେଇକି ନେଇଯିବ ସେପଟକୁ। ଚର୍ଚ୍ଚରେ ଯେଉଁମାନେ ଭୁକ୍ତ ହେଇକି ରହିବେ, ଯେଉଁମାନେ ପରମେଶ୍ୱରଙ୍କର ଆତ୍ମିକ ମଣ୍ଡଳୀରେ ଏକ ହେଇକି ରହିବେ, ଶେଷ ଦିନରେ ସେ ସେମାନଙ୍କୁ ଉଠେଇକି ନେଇଯିବେ ଗୋଟେ ପକ୍ଷରୁ ଆର ପକ୍ଷକୁ। ମାର୍କ 8:10 ପଢ଼ନ୍ତୁ। ତାହାପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହି କ୍ଷଣି ଆପଣ ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲମନୁଆ ଅଞ୍ଚଳକୁ ଦଲମନୁଥା ଆସିଲେ। ହଁ, ସେ ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ିକି ଜାହାଜରେ ଚଢ଼ିକି ଗୋଟେ ପଟରୁ ଆର ପଟକୁ ଯାଉଛନ୍ତି। କହିବାର ଅର୍ଥ ଅଛି ପରମେଶ୍ୱର ସେଇପଟେ ଅଛନ୍ତି, ସେ ଏପଟକୁ ଆସୁଛନ୍ତି ଉଦ୍ଧାର କରିବା ପାଇଁ। ମଣ୍ଡଳୀ ନୌକା ଅଟେ। ନୌକାରେ ଯେଉଁମାନେ ଅଛନ୍ତି ସେମାନେ ଉଦ୍ଧାରରେ ଅଛନ୍ତି, କାରଣ ପରମେଶ୍ୱର ନୌକାରେ ଥାଇକି ଶିକ୍ଷା ଦେଉଥିଲେ। ତ ଚର୍ଚ୍ଚରୁ ଶିକ୍ଷା ଯାଏ, ମଣ୍ଡଳୀରୁ ଶିକ୍ଷା ଯାଏ, ଏ ଚର୍ଚ୍ଚକୁ ଦେଖାଏ ଏ ଆତ୍ମିକ ରୀତିରେ। ଆଉ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି। ଠିକ୍ ଏଇଟା ଯେମିତି ମଣ୍ଡଳୀ ପାଇଁ ଘଟୁଛି, ସେମିତି ଜିହୁଦୀମାନଙ୍କ ପାଇଁ ବି ଗୋଟେ ଜାହାଜ ଅଛି। ତାଙ୍କ ରାଜ୍ୟର ବାକ୍ୟକୁ ଘୋଷଣା କରିବା ପାଇଁ ପରମେଶ୍ୱର ଆଉଥରେ ଆପଣଙ୍କର ବାକ୍ୟକୁ ରଖିବେ। ଆଉ ସେତେବେଳେ ପୁଣି ମୋଶା ଆଉ ଏଲିୟ ଆସୁଛନ୍ତି। ଏହି ସମୟରେ ମଧ୍ୟ ଗୋଟେ ବିନାଶ ଆସୁଛି ଜାହାଜକୁ ନଷ୍ଟ କରିବା ପାଇଁ। ଯେମିତି ଖ୍ରୀଷ୍ଟଙ୍କ ଚର୍ଚ୍ଚକୁ, ମଣ୍ଡଳୀକୁ, ଜାହାଜକୁ ନଷ୍ଟ କରାଯାଇଛି 1/3, ସେହି ସମୟରେ 1/3 ଜାହାଜ ଅର୍ଥାତ୍ ଜିହୁଦୀମାନଙ୍କର କଲିସିଆକୁ, ଚର୍ଚ୍ଚକୁ, କଂଗ୍ରିଗେସନକୁ ନଷ୍ଟ କରାଯିବ। ଆଉ ଏଇଟା ବାବେଲ ଦ୍ୱାରା ହେବ, ସ୍ପିରିଚୁଆଲ ବାବେଲ ଦ୍ୱାରା ଆତ୍ମିକ ମଣ୍ଡଳୀ ନଷ୍ଟ କରାଯିବ। ଆଉ ଆପଣ ଜାଣନ୍ତି ଆଜିର ଚର୍ଚ୍ଚ ଗୁଡ଼ିକରେ କୁଶିକ୍ଷା, ଭୁଲ ଶିକ୍ଷା, ରଙ୍ଗ ଡକ୍ଟ୍ରିନ୍, ରଙ୍ଗ କନସେପ୍ଟ ଏତେ ମାତ୍ରାରେ ପଶିଛି ନା 1/3 ଚର୍ଚ୍ଚ ବିନାଶ ଆଡ଼କୁ ଯାଉଛି, ନଷ୍ଟ ହେବାକୁ ଯାଉଛି। ପରମେଶ୍ୱରଙ୍କ ବାକ୍ୟ କୁହେ ଆମକୁ ସେଠୁ ବାହାରକୁ ବାହାରି ଆସିବାର ଅଛି। ଜିସାୟ 60 ଟିକେ 9 ପଦ ପଢ଼ନ୍ତୁ। ଜିସାୟ 60 9 ପଦ। ନିଶ୍ଚୟ ଦ୍ୱୀପ ସମୂହ ଆମ୍ଭର ଅପେକ୍ଷା କରିବେ, ପୁଣି ତର୍ଷିସର ଜାହାଜ ସକଳ ଅଗ୍ରଗାମୀ ହୋଇ ଆପଣ ଆପଣ ସଙ୍ଗରେ ସେମାନଙ୍କର ରତ୍ନ ଓ ସୁବର୍ଣ୍ଣ ନେଇ ତୁମ ସନ୍ତାନ ଗଣକୁ ଦୂରରୁ ଆଣି ତୁମ ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ନିମନ୍ତେ ଆସିବେ, କାରଣ ସେ ତୁମକୁ ଶୋଭିତ କରିଅଛନ୍ତି। ଜାହାଜର କାମ ଅଟେ ସନ୍ତାନମାନଙ୍କୁ ନେଇକି ଆସିବା, ମଣ୍ଡଳୀର କାମ ଅଟେ ଉଦ୍ଧାରକୁ ନେଇ ଆସିବା। ମଣ୍ଡଳୀ ହିଁ ଯଦି ବିନାଶ ହେଇଯିବ ତାହେଲେ ଉଦ୍ଧାର କୋଉଠି ଅଛି? ସମୁଦ୍ରରୁ ବଞ୍ଚିବା ପାଇଁ ହେଲେ ଜାହାଜ ଦରକାର। ଏ ମହାଜନତା, ମହାଭିଡ଼, ମହାପାପ ଭିତରୁ ବାହାରି ଆସିବା ପାଇଁ ହେଲେ ପରମେଶ୍ୱରଙ୍କ ମଣ୍ଡଳୀ ଭିତରକୁ ଯିବାର ଅଛି। ମଣ୍ଡଳୀ ଭିତରେ ଯେମିତି କୁଶିକ୍ଷା ନ ହୁଏ, ଏଥିପାଇଁ ଏକ ଉତ୍ତମ ଚର୍ଚ୍ଚକୁ ଚୁଜ୍ କରିବାର ଅଛି, ଉତ୍ତମ ମଣ୍ଡଳୀ ମଧ୍ୟରେ ବଢ଼ିବାର ଅଛି। କାରଣ 1/3 ଚର୍ଚ୍ଚ ତ ଡେଷ୍ଟ୍ରୟ ହେବ, 1/3 ଚର୍ଚ୍ଚ ନଷ୍ଟ ହେଇଯିବ। ଯେଉଁମାନେ କୁଶିକ୍ଷାରେ, ମନ୍ଦ ଶିକ୍ଷାରେ ଅଛନ୍ତି, ଯେମିତି ପାଉଲ କହୁଛନ୍ତି ପ୍ରେରିତ 20:28 ତଳକୁ, ମୁଁ ଜାଣିଛି ହିଂସ୍ର ବାଘ ଯାକ ଆସିବେ, ମୁଁ ଗଲା ପରେ ଆସିବେ ଆଉ ଭୁଲ ଶିକ୍ଷା ଦେବେ,
ରଙ୍ଗ ଡକ୍ଟ୍ରିନ୍ ଶିଖେଇବେ ଆଉ ତାଙ୍କୁ ଦେଖିକି ଅନେକ ଏପଟ ସେପଟ ହେଇଯିବେ। କିନ୍ତୁ ପରମେଶ୍ୱର କହୁଛନ୍ତି ଆମେ ତ ମଛୁଆରା ଅଟୁ, ଆମ୍ଭମାନଙ୍କର ଦାୟିତ୍ୱ ଅଛି, ଆମେମାନେ ତାଙ୍କ ରାଜ୍ୟର ସନ୍ତାନମାନଙ୍କୁ ବାହାର କରିକି ନେଇ ଆସିବାର ଅଛି। ଇଏ ଆମର କାମ ଅଟେ। ସେକେଣ୍ଡ ଏଞ୍ଜେଲ ତୁରୀ ଧ୍ୱନି କରନ୍ତେ 1/3 ସି କ୍ରିଏଚର ମାନେ ଯେଉଁମାନେ ଈଶ୍ୱରଙ୍କୁ ଜାଣିକି ମାଛ ଭାବରେ ଆସିଥିଲେ ସେମାନେ ମରିଯାଉଛନ୍ତି। 1/3 ଯେଉଁ ଚର୍ଚ୍ଚରେ ଅଛନ୍ତି ସେମାନେ ସେ ଚର୍ଚ୍ଚ ଡେଷ୍ଟ୍ରୟ ହେଉଛି, ନଷ୍ଟ ହେଇଯାଉଛି। ଯେମିତି ସେଇ ସମୟରେ ହେଇଥିଲା ଶେଷ ସମୟରେ ମଧ୍ୟ ଆମେ ଯେତେବେଳେ ଜିହୁଦୀମାନଙ୍କ ଭିତରେ ଦେଖୁ ଆତ୍ମିକ ରୀତିରେ ସେମାନଙ୍କ ଭିତରେ ବି ଠିକ୍ ଏଇ ଡେଷ୍ଟ୍ରୟ ଆସିବ। ପରମେଶ୍ୱରଙ୍କ ଜାଣିଥିବା ଲୋକମାନେ 1/3 ନଷ୍ଟ ହେବେ, 1/3 ସିପ୍ରେ ଚଢ଼ିପାରିବେ ନାହିଁ। ଆଜି ବି ସମୟ ଅଛି। ପ୍ରଭୁ ଆମମାନଙ୍କୁ ସେଇ ଦୂତଙ୍କ ଦ୍ୱାରା ଦିଆଯାଇଥିବା ତୁରୀ ଧ୍ୱନିରେ ଆମେ 1/3ରେ ନାହୁଁ, ଆମେ ଉଦ୍ଧାର ସେଫ୍ ଜୋନ୍ ଭିତରେ ଅଛୁ। ବିନାଶ ଭିତରେ ପରମେଶ୍ୱର ଆମକୁ ରଖିନାହାନ୍ତି। ଆମକୁ ବାହାର କରିବା ପାଇଁ ସେ ନିଜେ ଜାହାଜରେ ଚଢ଼ିଗଲେ। ସେ ଜାହାଜରେ ଆମେ ଠିଆ ହେବା ପାଇଁ ଅଛୁ, ଯେଉଁ ଜାହାଜରେ ଖ୍ରୀଷ୍ଟ ଚଢ଼ିଥିଲେ, ଯେଉଁ ଜାହାଜ ଉପରେ ସେ ଠିଆ ହେଇକି ବାକ୍ୟ ଘୋଷଣା କଲେ ସମୁଦ୍ର ନିକଟରେ। ସେ ପାହାଡ଼, ସେଇ ସମୁଦ୍ର ଉପରେ ଥିବା ଜାହାଜ, ସେଇ ଜାହାଜ ଉପରେ ଖ୍ରୀଷ୍ଟ ଆଉ ଖ୍ରୀଷ୍ଟଙ୍କ ସହିତ ଆମେ। ମୋ ପ୍ରିୟମାନେ, ପରମେଶ୍ୱରଙ୍କ ବାକ୍ୟ କୁହେ ଆମ୍ଭେମାନେ ତାହାଙ୍କଠାରେ ସୁରକ୍ଷିତ ଅଛୁ। ଯେଉଁଠାରେ ଖ୍ରୀଷ୍ଟ ଅଛନ୍ତି ସେଠି ସୁରକ୍ଷା ଅଛି, ଯେଉଁଠି ଖ୍ରୀଷ୍ଟ ନାହାନ୍ତି ସେଠି ସୁରକ୍ଷା ନାହିଁ। ଆମେ ଏପରି ଏକ ଜାହାଜକୁ ଚୟନ କରିବା ଯେପରି ଆମେ ତାଙ୍କ ସହିତ ବଢ଼ିପାରିବା। କାରଣ ନ୍ୟାୟର ଦିନରେ ବାବେଲ, ସ୍ପିରିଚୁଆଲ ବାବେଲ ବିନାଶ ହେଉଛି ଆଉ ସେ ଆପଣା କ୍ରୋଧରେ ଅନେକଙ୍କୁ ମାରିବ, ଅନେକ ସାଧୁମାନଙ୍କୁ ନଷ୍ଟ କରିବ, ଅନେକ ପରିବାରକୁ ନଷ୍ଟ କରିବ, ଅନେକ ବ୍ୟକ୍ତିକୁ ନଷ୍ଟ କରିବ। ତା ପୂର୍ବରୁ ପରମେଶ୍ୱରଙ୍କୁ ଅନେଇବା ଆଉ ସେ ଯେଉଁ ପାହାଡ଼ ଉପରେ ଅଛନ୍ତି ସେ ପାହାଡ଼ ଆମେ ହେଇଯିବା। ଖ୍ରୀଷ୍ଟ ଯେଉଁ ଜାହାଜରେ ଚଢ଼ିଲେ ସେ ଜାହାଜ ଆମେ ହେଇଯିବା। ଆମମାନଙ୍କ ଉପରେ ସେ ଚଢ଼ନ୍ତୁ, ଆମ ଉପରେ ସେ ରାଜତ୍ୱ କରନ୍ତୁ। ସେ ଯେଉଁଠି ଠିଆ ହେବେ ସେଠି ସୁରକ୍ଷା ଅଛି। ସେଇଟା 2/3ରେ ଅଛି, ସେ 1/3 ବିନାଶ ଭିତରେ ନାହିଁ। ମୋ ପ୍ରିୟମାନେ, ପରମେଶ୍ୱର ଆପଣା ସୃଷ୍ଟିକୁ ରକ୍ଷା କରିବାକୁ ଚାହାନ୍ତି, କିନ୍ତୁ ସୃଷ୍ଟି ଆଜି ବିନାଶ ଆଡ଼କୁ ଯାଉଛି। ସୃଷ୍ଟି ଅପେକ୍ଷା କରିଛି ସେ ଆସିବେ ଆଉ ଆପଣ ସୃଷ୍ଟିକୁ ବଞ୍ଚେଇବେ। ଆଉ ମୁଁ ଜାଣେ ଏଠି ଆପଣମାନେ ଯେତେ ଜଣ ଅଛନ୍ତି ସମସ୍ତେ ତାଙ୍କ ହାତର ସୃଷ୍ଟି ଅଟନ୍ତି ଆଉ ଆପଣଙ୍କୁ ଉଦ୍ଧାର କରିବା ପାଇଁ ସେ ଆସୁଅଛନ୍ତି। ପ୍ରଭୁ ଗୌରବ ପାଆନ୍ତୁ, ତାହାଙ୍କର ବାକ୍ୟ ଆମମାନଙ୍କ ଜୀବନକୁ ଉଦ୍ଧାର କରୁ।